শ্রীমদ্ভাগবত। ওং নমো ভগবতে বাসুদেবায়। শ্রীমদ্ ভাগবত পঞ্চম স্কন্ধ ষোড়শ অধ্যায়। ভুবন কোশর বর্ণন ষোড়শ অধ্যায়ে বখাণ। রাজা পরীক্ষিত উবাচ ଏ ଭୂମିମଣ୍ଡଳ ବିସ୍ତାର ତୁମ୍ଭେ କହିଲ ମୁନିବର। ଯାବତ ସୂର୍ଯ୍ୟର ପ୍ରକାଶ ନକ୍ଷତ୍ର ଚନ୍ଦ୍ର ଯହିଁ ବାସ। ପ୍ରିୟବ୍ରତ ରଥ ଚରଣ ଯାବତ କରିଛି ଭ୍ରମଣ। ତହୁଁ ଯେ ଗର୍ତ୍ତ ଉପୁଜିଲା ଶପଥ ସିନ୍ଧୁ ସେ ହୋଇଲା। ଏହା କହିଲ ବିପରୀତ ଅପରେ କି ଦ୍ୱୀପ ସାତ। ଏହାର କେତେ ପରିମାଣ ଅପରେ ଯେତେ କଲକ୍ଷଣ। ଏ ସର୍ବ କହ ମୁନିବର ଶୁଣିତେ ଶରଧା ମୋହର। ଅଖିଳ ବ୍ରହ୍ମାଣ୍ଡ କାରଣ ଅନନ୍ତ ଯାର ନାମ ଗୁଣ। ତା ସ୍ଥୂଳ ରୂପେ ଗଲେ ମନ ଯେ ଜ୍ୟୋତିର୍ମୟ ସୂକ୍ଷ୍ମ ବ୍ରହ୍ମ। ପରମ ପରଙ୍କର ପର ଯେ ବାସୁଦେବ ଚକ୍ରଧର। ତାହାଙ୍କ ଚରଣାର ବିନ୍ଦେ ମନ ପଶିବ ଅପ୍ରମାଦେ। ଯେଣୁ ତୁମ୍ଭର ଗୋଚର ନାହିଁ ଏ ବ୍ରହ୍ମାଣ୍ଡ ମଧ୍ୟର। ଏଣୁ ଏ ମୋହର ସନ୍ଦେହ ଭୂମି ବିସ୍ତାରିଣ କହ। ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷ ନୃପବର। ମାୟାରେ ପ୍ରଭୁଙ୍କ ଶରୀର ସଂସାର ଯାହାର ଭିଆଣ। ଅଶେଷ ପୁର ଯାର ସ୍ଥାନ ତାହାଙ୍କ ରୂପ ଗୁଣ ନାମ। ବର୍ଣ୍ଣନେ କେବା ଅଛି କ୍ଷମ। ନର ମର ଯେବେ ହୋଇ ତେବେ ସେ ବନି ନ ପାରଇ। ତଥାପି କିଛି ଶ୍ରେଷ୍ଠ କରି କହିବା ଶୁଣ ଦଣ୍ଡଧାରୀ। ଭୂଗୋଳ ଚକ୍ରର ବର୍ଣ୍ଣନ ରାଜନ ସାବଧାନେ ଶୁଣ। ଏ ଜମ୍ବୁ ଦୀପ ନୃପବର ବିକାଶ କମଳ ଆକାର। ଅତି ଅଦ୍ଭୁତ ଏହି ସ୍ଥଳ ଲକ୍ଷେକ ଯୋଜନ ବିସ୍ତାର। ଏ ମଧ୍ୟେ ନବ ଯେ ବରଷ ସହସ୍ର ଯୋଜନ ପ୍ରକାଶ। ମହତ ନବ ପର୍ବତରେ ବିଭାଗ ହୋଇ ଯେ ଝାଠାରେ। ଏ ନବ ବରଷ ମଧ୍ୟରେ ବର୍ଷ ଇଳାବୃତ ନାମରେ। ଯାହାର ନାଭି ଦେଶ ତହିଁ ପର୍ବତ ରାଜ ବିରାଜହି। ସୁବର୍ଣ୍ଣମୟ ବିରାଜିତ ଅତି ସୁନ୍ଦର ଅଦ୍ଭୁତ। ଯାହାର ମସ୍ତକ ପ୍ରମାଣ 32 ସହସ୍ର ଯୋଜନ। 16 ସହସ୍ର ଯେ ଯୋଜନ ତାହାର ମୂଳ ପରିମାଣ। ସୁବର୍ଣ୍ଣ ଶୃଙ୍ଗ 3 ତାର ମହିରେ ସ୍ତମ୍ଭର ଆକାର। ପୂର୍ବ ଭାଗରେ 3 ଗିରି ନୀଳଧବଳ ରୂପ ଧରି। ଲବଣ ସିନ୍ଧୁ ନିକଟରେ ବେନି ସହସ୍ର ସେ ବିସ୍ତାରେ। ନିଷଧ ହେମକୂଟ ଆଦି ଦକ୍ଷିଣେ ଏହାଙ୍କ ପ୍ରସିଦ୍ଧି। ଏହା ଦକ୍ଷିଣ ଗିରିବର ହିମାଳୟ ନାମ ତାହାର। ପୂର୍ବହୁଁ ଯଥାକ୍ରମେ ତାର ଅୟୁତ ଯୋଜନ ବିସ୍ତାର। ପୂର୍ବେ ପଶ୍ଚିମେ ମାଲ୍ୟବାନ ବିଶାଳ ଯେ ଗନ୍ଧମାର୍ଦ୍ଦନ। 200 ଯୋଜନ ବିସ୍ତାର ଅଛଇ ଜଗତେ ପ୍ରଚାର।
ଭଦ୍ରାଶ୍ୱ କେତୁମାଳ ଆଦି ଏହାଙ୍କ ସୀମା ସେ ପ୍ରସିଦ୍ଧି। ମନ୍ଦର ଯେ ମେରୁ ମନ୍ଦର ସୁପାର୍ଶ୍ୱ ଆଦି ଗିରିବର। ସ୍ୱର୍ଣ୍ଣଗିରି ଚତୁର୍ଭାଗରେ ଅଛନ୍ତି ବେଷ୍ଟିତ ଆକାରେ। ବୃକ୍ଷନୟ ଗ୍ରୋଧ ଆମ୍ରସାର ଜମ୍ବୁକ ଦମ୍ବ ଏ ଚତ୍ୱାର। ପର୍ବତ ପ୍ରାୟ ଉଚ୍ଚ ଶିର ଯୋଜନ ସହସ୍ର ବିସ୍ତାର। ଚତ୍ୱାର ସିନ୍ଧୁତା ନିକଟେ ବିରାଜେ ନାନା ଶୁଭ୍ର ତଟେ। ମଧୁ କ୍ଷୀର ଜଇଖୁ ଜଳ ଯହିଁ ସକଳ ଦେବ ମେଳ। ଯେ ଯାହା ମତେ କରି ଧ୍ୟାନ ପ୍ରଭୁଙ୍କୁ କରନ୍ତି ଭଜନ। ଭଦ୍ର ଚୈତ୍ର ରଥ ନନ୍ଦନ ବୈଭ୍ରାଜ ଚାରି ଉପବନ। ଯହିଁ ଅମର ବୃନ୍ଦମାନ କ୍ରୀଡ଼ା କରନ୍ତି ଅନୁକ୍ଷଣ। କାମିନୀ ସଙ୍ଗତେ ଘେନିଣ ଯହିଁ ଅନଙ୍ଗା ମୂର୍ତ୍ତିମାନ। ଏକାଦଶ ଶତ ଯୋଜନ ମନ୍ଦର ଗିରି କୋଟ ଜାଣ। ଅତ୍ୟନ୍ତ ତୁଙ୍ଗ ବୃକ୍ଷବର ସୁରଙ୍ଗ ଦଳ ଫଳ ତାର। ସୁଗନ୍ଧ ଅମୃତ ସୁସ୍ୱାଦ ରସ ଗଳଇ ବିଶାରଦ। ସେ ଅରୁଣୋଦା ନଦୀ ସାର ମନ୍ଦରୁ ହୋଇଛି ବାହାର। ମେରୁ ମନ୍ଦରୁ ଜମ୍ବୁ ଫଳ ପାଚି ପଡ଼ଇ ମହିତଳ। ହସ୍ତି ପ୍ରମାଣେ ଫଳ ତାର ରସ ଯେ ଗଳଇ ଅପାର। ତହିଁରୁ ଜମ୍ବୁ ନଦୀ ଜାତ ଶୁଣ ସୁମନେ ପରୀକ୍ଷିତ। ତାହାର ଜଳ ସଂଯୋଗରେ ସୁବର୍ଣ୍ଣ ହୋଇଛି କ୍ଷିତିରେ। ମହାକଦମ୍ବ ତରୁବର ତହିଁର ମଧ୍ୟରେ କ୍ରୋଟର। ପରମ ଧାରା ରୂପ ହୋଇ ତହୁଁ ଯେ ମଧୁ ସବୁ ଛଇ। ଇଳାବୃତକୁ ବେଢ଼ି କରି ସୁଗନ୍ଧ ଆମୋଦ ପ୍ରସରି। ତାର ସ୍ପରଶୁ ଯେ ପବନ ସୁଗନ୍ଧ ସତେକ ଯୋଜନ। କୁମୁଦ ଗିରି ତଟ ଦେଶେ ବିଶାଳ ବଟ ଯେ ପ୍ରକାଶେ। ତାହାର କନ୍ଦରୁ ବାହାର ବିଶାଳ ପ୍ରୟୋରାଶି ଧାର। ଇଳାବୃତର ଯେ ଉତ୍ତରେ ପ୍ରଜାଏ ସୁସ୍ଥ ଜାରଣୀରେ। ଯାବତ ଜୀବ ସୁଖୀ ହୋଇ ଅଛନ୍ତି ଯାର ଜଳ ପିଇ। କୁରଙ୍ଗ କୁସୁମ୍ଭ କୁରର ବୈକଙ୍କ ତ୍ରିକୁଟ ଶିଶିର। ବୈଦୁର୍ଯ୍ୟ ନିଷିଦ ରୁଚକ କପିଳ ଶ୍ରୀନିବାସ ଶଙ୍ଖ। ଋଷଭ ଜାରୁଧି ପତଙ୍ଗ କାଳଞ୍ଜର ଯେ ହଂସ ନାଗ। ନାରଦ ଆଦି ଯେ ବିଦିତ ହେମନ୍ତ ବିଂଶ ଯେ ପର୍ବତ। ମେରୁ କର୍ଣ୍ଣିକା ଚାରି ପାଶେ ବିରାଜେ କେଶର ସଦୃଶେ। ଜଠର ଦେବକୂଟ ଦୁଇ ମେରୁର ପୂର୍ବ ଭାଗେ ରହି। ବେନି ସହସ୍ର ଉଚ୍ଚତାର 18 ଯୋଜନ ବିସ୍ତାର। ପବନ ପାରିଯାତ୍ର ଦୁଇ ତାହାର ପଶ୍ଚିମେ ଶୋଭଇ। କୈଳାସ କର ବୀର ଦୁଇ ଦକ୍ଷିଣ ପାଶେ ବିରାଜଇ। ଉତ୍ତରେ ତ୍ରିଶୃଙ୍ଗ ମକର ଅଛନ୍ତି ବେନି ଗିରିବର। ଏ ଅଷ୍ଟଗିରି ମଧ୍ୟ ଦେଶେ ସୁବର୍ଣ୍ଣ ଗିରି ଯେ ପ୍ରକାଶେ। ସୁବର୍ଣ୍ଣ ଗିରି ଅଗ୍ର ଦେଶେ ବ୍ରହ୍ମାର ପୁର ଯେ ପ୍ରକାଶେ। ଅୟୁତ ଯୋଜନ ସେ ହୋଇ ନାନା କୁସୁମେ ସୁବାସଇ। ହେମ କଳସ ତୁଙ୍ଗ ସାର ଖିଅବା ଦେବା ପଟାନ୍ତର। ଚାରି ଦିଗରେ ଯେ ତାହାର ଇନ୍ଦ୍ରାଦି ଲୋକପାଳଙ୍କର। ଯଥାକ୍ରମରେ ଯେ ଝାମତେ ନିର୍ମିତ ପୁର ଯଥୋଚିତେ।
ଯଥା ଅନୁକ୍ରମରେ ନିତ୍ୟେ ବିହାର କରନ୍ତି ସମସ୍ତେ ଅଷ୍ଟଦିଗପାଳଙ୍କ ପୁର ସୁସଞ୍ଚ ଅତି ମନୋହର ପଞ୍ଚମ ସ୍କନ୍ଧେ ଏହି ବାଣୀ ଶୁଣି ସଂସାରୁ ତର ପ୍ରାଣୀ କହଇ ଦାସ ଜଗନ୍ନାଥ କୃଷ୍ଣ ଚରିତ ଭାଗବତ ପ୍ରଭୁ ପଦାର ବିନ୍ଦ ତଳେ ମନ ମୋ ରହିବ ନିଶ୍ଚଳେ